ମୁଁ ଚିନୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆପଣଙ୍କ ପାଇଁ ଆଣିଛି ଗୋଟେ ହେୟାର ସ୍ପା ଭିଡ଼ିଓ। ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଦେଖିପାରୁଥିବେ ଦିଦିଙ୍କ ହେୟାରରେ କରିବି ହେୟାର ସ୍ପା। ତାଙ୍କ ହେୟାରକୁ ଫାଷ୍ଟ ମୁଁ ଭଲ ଭାବରେ ୱାଶ୍ କରିନେଇଥିଲି, କାରଣ ଚୁଟିଟା ବହୁତ ସାରା ମଳି ହେଇଥିଲା। ମଳିରେ ହେୟାର ସ୍ପା କରା ହୁଏନି, ଯେଉଁଟାକି ଡଷ୍ଟ ଥାଏ ଚୁଟିରେ, ସେଥିରେ ହେୟାର ସ୍ପା କଲେ କୌଣସି ଲାଭ ମିଳିନଥାଏ। ତ ଆମେ ଫାଷ୍ଟ ହେୟାର ୱାଶ୍ ଭଲସେ କରିନେଇଥିଲୁ। ଆଉ ଏବେ ତାଙ୍କ ଲେନ୍ଥରେ ମୁଁ କରିବି ହେୟାର ସ୍ପା। ହେୟାର ସ୍ପା ପାଇଁ ମୁଁ ନେଇଛି ଏଠି ତାଙ୍କର ସ୍ମୁଥ୍ ବାଲା ହେୟାର କ୍ରିମ୍, ଆଉ ତା ସହିତ ଆଟିଟ୍ୟୁଡ୍ ମିକ୍ସ କରିନେଇଥିଲି ଅଲରେଡ଼ି। ଆପଣମାନଙ୍କୁ ଦେଖେଇ ପାରିନି ଭିଡ଼ିଓରେ, ଆଗରୁ କରିନେଇଥିଲି ତ ପରେ ଭିଡ଼ିଓ ଅନ୍ କରିଥିଲି। ମୁଁ ମିକ୍ସ କରିନେଇ ସେଥିରେ ଆଟିଟ୍ୟୁଡ୍ ଆଉ ହେୟାର ସ୍ପା କ୍ରିମ୍କୁ ଭଲ ଭାବରେ ମିକ୍ସ କରିନେଇଛି। ଏବେ ମୁଁ ଷ୍ଟାର୍ଟ କରିଛି ହେୟାର ସ୍ପା କରିବା। ଆପଣ ଦେଖିପାରୁଥିବେ କ୍ରିମ୍କୁ ଆପ୍ଲାଏ କରୁଛି କେମିତି। ଆକ୍ଚୁଆଲି ତାଙ୍କ ହେୟାର ହେଉଛି ଷ୍ଟ୍ରେଟନିଂ ହେୟାର, ଯେଉଁଟାକି ସ୍ମୁଥନିଂ ହେୟାର ମୁଁ ତାକୁ ୟୁଜ୍ କରିଛି ହେୟାର ସ୍ପା ଏଠି। ତାଙ୍କ ହେୟାର ପୁରା ଡ୍ୟାମେଜ୍ ଟାଇପ୍ର ହେଇ ଆସିଛି, କାରଣ ସେ ପ୍ରତି ମନ୍ଥଲି କରୁନାହାନ୍ତି, ଯେଉଁଟାକି ତାଙ୍କର ପ୍ରତି ମନ୍ଥଲି କରାଇବା କଥା ହେୟାର ସ୍ପାଟା ମନ୍ଥଲି କରିପାରୁନାହାନ୍ତି। ପ୍ରତି ମନ୍ଥଲି ନ କଲେ ସେଇଟା ଡ୍ୟାମେଜ୍ ହେଇଯିବ ଖରାର ପ୍ରଭାବରୁ। ତ ସାମ୍ପୋ ବଗେରା କିଛି ୟୁଜ୍ ବି କରିପାରୁନାହାନ୍ତି। ଏମିତି କଲେ ଚୁଟି ଖରାପ ହେଇଯିବ। ସେଥିପାଇଁ ତାଙ୍କ ଚୁଟିଟା ଟିକେ ଡ୍ରାଏ ଦେଖାଯାଉଛି, ଆଉ ଟିକେ ନରମ ବି ହେଇଯାଇଛି। ସେଇଟା ଡ୍ୟାମେଜ୍ର ବହୁତ ଲକ୍ଷଣ ଅଛି। ତ ଆମେ ବହୁତ ସ୍ମୁଥଲି ତାଙ୍କର କରିବା ହେୟାର ସ୍ପା। ଦେଖିପାରୁଥିବେ ମୁଁ ବହୁତ ହାଲକା ହାଲକା ମସାଜ କରୁଛି। ଏମିତି ଯଦି ଡ୍ୟାମେଜ୍ ଯେ ଚୁଟି ଟିକେ ନରମ ହେଇଯାଇଛି, ହାତକୁ ପତଳା ଲାଗୁଛି, ତାହେଲେ ଆମେ ପୁରା ଅଧିକା ଟାଣ ମସାଜ ଦେବାନି ଚୁଟିରେ, ନା ଲେନ୍ଥରେ ନା ରୁଟ୍ରେ, କୌଣସି ଜାଗାରେ ବି ଆମେ ଅଧିକା ଜୋର ଦେବାନି। ମସାଜ ପଏଣ୍ଟ ଗୁଡ଼ାକ ବହୁତ ସ୍ଲୋରେ ଆଉ ବହୁତ ହାଲକା ହାଲକା ହାତରେ ଦେବା, ଯେମିତି ଚୁଟିକି କିଛି ବି ହାର୍ମଫୁଲ୍ ହେବନି, ଆଉ କ୍ରିମ୍ଟା ପରଫେକ୍ଟଲି କାମ କରିବ। ସେଇ ଟାଇପ୍ର ହିଁ କାମ କରିବାର ଅଛି। ଦେଖନ୍ତୁ ବହୁତ ସ୍ମୁଥଲି ହାତ ନେଉଛି, ଆଉ ଅଧିକା ଜୋର ଯେଉଁ ଟାଇପ୍ର ମସାଜଟା କରାହୁଏ ସେ ଟାଇପ୍ର କରୁନି, ବହୁତ ହାଲକା ହାଲକା କରୁଛି। ଆପଣମାନେ ଦେଖିପାରୁଥିବେ ଏଇ ଟାଇପ୍ର ମସାଜ କରାଇବେ, ଯେମିତି ଚୁଟିଟା ପୁରା ଭଲସେ ସ୍ମୁଥଲି ରହିବ, ଆଉ ତା'ର ଯେଉଁଟା ଥାଏ ଥିକନେସ୍ଟା ବି ରହିବ ଭଲସେ। ଯେମିତି ପତଳା ଚୁଟିଟା ଥାଏ ସେଇଟା ଛିଡ଼ିଯାଏ, କିନ୍ତୁ ଏ ପତଳା ହେଇଯାଏ, ତାକୁ ଥିକନେସ୍ ନାହିଁ ଚୁଟିରେ, ତ ତାକୁ ଆମେ ଆରାମସେ ମସାଜ କଲେ ସେଇଟା ଛିଡ଼ିବନି। ବହୁତ ହାଲକା ହାଲକା ହାତରେ ମୁଁ ମସାଜ କରୁଛି, ଦେଖୁଛି ଆପଣମାନେ ବହୁତ ଭଲ ଭାବରେ ମୁଁ ମସାଜ କରୁଛି ହାଲକା ହାଲକା। ଏମିତି ହିଁ କଲେ ଚୁଟିକୁ ଆପଣ କାମ କରିପାରିବେ, ନହେଲେ ସବୁ ଚୁଟି ଛିଡ଼ିକି ପଳେଇ ଆସିବ ଅଲରେଡ଼ି ହାତରେ। ଚୁଟିଟା ସେମିତିରେ ବି ବହୁତ ନରମ ହେଇଯାଇଛି, ପତଳା ହେଇଯାଇଛି। ଦେଖନ୍ତୁ ମୁଁ ଷ୍ଟେପ୍ ବାଇ ଷ୍ଟେପ୍ ପ୍ରତ୍ୟେକ ହେୟାରରେ ସେମ୍ ଟେକ୍ନିକ୍ରେ କ୍ରିମ୍ ଆପ୍ଲାଏ କରିନେବି। ଫାଷ୍ଟ ଭଲସେ କ୍ରିମ୍ ଆପ୍ଲାଏ କରିନେବି, ତାପରେ ହେଡ଼୍ ମସାଜ କରିଛି ପୁରା ବଢ଼ିଆ ସେ ହାଲକା ହାଲକା ହାତରେ ଫିଙ୍ଗରରେ 5 ମିନିଟ୍ ହେଡ଼୍ ମସାଜ କରିଛି। ଆପଣ ଚାହିଁବେ ଯଦି ବ୍ୟାକ୍ ମସାଜ ବି ଦେଇପାରିବେ, କିନ୍ତୁ ମୁଁ ବ୍ୟାକ୍ ମସାଜ ଦେଇନି। ତାପରେ ମୁଁ ଷ୍ଟିମ୍ ଦେଇନେବି। ଷ୍ଟିମ୍ ମାତ୍ର ଦେଇଛି 4 ମିନିଟ୍ ପରିକା ମାତ୍ର ଷ୍ଟିମ୍ ଦେଇଛି, ଅଧିକା ଟାଇମ୍ ଦେଇନି, କାରଣ ତାଙ୍କ ହେୟାରଟା ସେମିତିରେ ବହୁତ ଖରାପ ହେଇଯାଇଛି, ତ ଅଛି ଅଧିକା ଷ୍ଟିମ୍ ସହିପାରିବନି। ତ 4 ମିନିଟ୍ ପରିକା ମାତ୍ର ଷ୍ଟିମ୍ ଦେଇଛି, 3ରୁ 4 ମିନିଟ୍ ପରିକା ଷ୍ଟିମ୍ ଦେଇଛି ପ୍ରାୟ। ତାପରେ ମୁଁ ତାକୁ 15 ମିନିଟ୍ ରଖିନେବି ପୁରା ଥଣ୍ଡା କରିବା ପାଇଁ ଚୁଟିରେ, ତାପରେ ହେୟାର ୱାଶ୍ କରିବା।
हेयर को भल भाव में वाश कर देखी पड़ते बहुत ही हल्का हल्का नरम नॉर्मल पानी ही यूज होती नॉर्मल पानी जोटा ना गरम ना ठंडा नॉर्मल वाटर जोटा आसता है से नॉर्मल वाटर ही यूज कराई बहुत ही हल्का हल्का हैंड रूपा बढ़िया भाव में हेयर को पूरा वाश करने तापर आम पूरा हेयर को भल भाव ड्राई करनेबू तो स्ट्रेटनिंग हेयर ब्लो ड्राई कौन प्रकार दरकार ही ना भल भाव ड्राई कलापर आपण मानक देखू फाइनल लुक ए देखते रूपा केमती कौन वाश कर खाली वाश करार ना पूरा हेयर बढ़िया से स्पा क्रीम को बाहर कर स्पा क्रीम जहाँ काम सी ऑलरेडी ता काम कर नहीं थाए तो ताको रखिकी किसी लाभ ही ना बढ़िया से वाश करते देखते रूपा बहुत ही भल भाव में 100% भाव में पूरा हेयर को वाश कर नौ आपण देखते रूपा केमती कौन वाश कर हेयर को। तो मोर हेयर सर जाइला मु ड्राई भी पूरा बढ़िया भाव में कर हेयर को आपण मैंने देखिपे हेयर रो फाइनल लुक हेयर स्पा पूर्व चुट्टी बहुत ही डैमेज देखाऊला कि हेयर वाश कर आपण मैंने देखी नी किंतु एबे आपण देखिपे केते सुंदर ग्लेज रोचे चुट्टी रे जोटा कि नरम नरम हाथ को लगुला तार हेयर स्पा पर सेटा नरमटा केते परिमाण में कमी जाइए आपको मंथली से रिफर करेंगे प्रति मासरे करेंगे ताहले यहाँ जो प्रोब्लेमटा रोचे पतला लगुच छिड़ी जाए चुट्टी अधारू से प्रोब्लेमटा पूरा कमी जीव आपण मानक ये स्पा वीडियो केमी लगे कमेंट कर निश्चय कहे जदि भल लगी लाइक करने आउ जदि आपण मैंने मो चैनल नुआ अच्छा मो चैनल को सब्सक्राइब करने रोचे नमस्कार देखा नेक्स्ट वीडियो एमती नुआ नुआ वीडियो सहित आपण सहित।